ମା ସକାଳ ସକାଳେ चा ବସିଲଣି ସକାଳ ସକାଳ ଚା ପିଇବୁନି ନା ମୁଁ ଟିକେ କରିବି କି ତମେ କହିଲ ସକାଳ ସକାଳ ଚା ପିଇବୁନି ନା ମୁଁ ସକାଳ ସକାଳ ଚା ପିଇବିନି ନା ଛୋଟିଆ ଛୁଆ ସବୁ ଚା ପିଅନ୍ତି ଆଉ ମୁଁ ଛୋଟିଆ ଛୁଆ ଅଛି ତମେ ବଡ଼ ଛୁଆ ହେଲିଣି ନା ବଡ଼ ଛୁଆ ମାନେ ତୁ ଆଉ ବଡ଼ ଛୁଆ ହଁ ତଥାପି ତତେ ଲାଗୁଛି ତୁ କେଡ଼େ ବଡ଼ ଛୁଆ ତମ ହାଇଟ୍ର ମୋ ହାଇଟ୍ର ହେଇଗଲୁ ବୋଲିକି ତମେ ତ ବଡ଼ ଛୁଆ ହେଇଗଲୁ ଚାର ଖରାପ ଅଭ୍ୟାସ ଆମେ କରିକି ପସ୍ତଉଛେ କିସ କରିକି ପସ୍ତଉଛ ଚା ଅଭ୍ୟାସ କି ଟିକେ ଟିକେ ଯେଉଁ ଶୀତ ଲାଗୁଛି ଚା ପିଇଦେଲେ ପୁରା ଗରମ ମାରିଯିବ ଦେହ ହାତ କର ତୁ ତ ବୁଢ଼ୀ ଗାଡ଼ି ହେଇକି ବସୁଛୁ ତୋର କି ଆମେ କାମ କରୁଛୁ ମୁଁ ଶୀତ ଲାଗୁଛି ହଉ ଚା କର हेलो सांग माने गुड मॉर्निंग केमिति अछंती आशा करछु समस्ते बहुत भलरे थिबे आपण समस्त को मो तरफरु जय गुरु ठाकुर डाकुଛି ଆପଣ ଭଲରେ ରୁହନ୍ତୁ ସୁସ୍ଥରେ ରୁହନ୍ତୁ ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହଉ ଆଉ ଭଲରେ ଭଲରେ କଟିଯାଉ ତ ମୁଁ ବି ଭଲରେ ଅଛି ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ସକାଳର ଆରମ୍ଭ ଆଉ ଏ ସୁନ୍ଦର ସକାଳର ଆଉ ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ତ ଆଜି ବି ସେରକମ ସକାଳ ଟାଇମ୍ର ଆଜିର ବ୍ଲଗ୍ ଷ୍ଟାର୍ଟ ହେଉଛି ଗରମା ଗରମ ଚା ପାଖରୁ କାହିଁକିନା ସକାଳ ଟିକେ ଟିକେ ଶୀତ ଲାଗୁଛି ନା ଆଉ ଯେଉଁ ଗରମା ଗରମ ଚା ଟିକେ ହାଲକା ଖରାରେ ବସିକି ଟିକେ ଚା ପିଏ ତା ମଜା ପୁରା ମାନେ ନିଆରା ଆଉ ଏଇଠି ମୁଁ କ'ଣ ଫେଣ୍ଟୁଛି ବୋଲିକି ଆପଣମାନେ ଭାବୁଥିବେ କ'ଣ ଫେଣ୍ଟୁଛି ମୁଁ ସେତେବେଳୁ କାହିଁକିନା ମୁଁ ମୋବାଇଲରେ ଦେଖିଥିଲି ୟୁଟ୍ୟୁବରେ ଦେଖିଥିଲି ଯେ ଯେଉଁ ଲହୁଣୀ ରଖିଦେଇ ନା ସର ରଖିଦେଇକି ତାକୁ ଏମିତି ଫେଣ୍ଟିକି ବି ସେଥିରୁ ଲହୁଣୀ ବାହାର କରିହେବ ତ ସେଇଥିପାଇଁକି ମୁଁ କନା 2-3 ଦିନର ସର ରଖିଥିଲି ତାକୁ ଫେଣ୍ଟୁଥିଲି ଦେଖିଆ ବିନା ଗ୍ରାଇଣ୍ଡରରେ ଏଥିରୁ ସର ବାହାରି ପାରୁଛି ନା ବୋଲିକି ନା ଲହୁଣୀ ବାହାରି ପାରୁଛି ନା ବୋଲିକି ଦେଖିଲା ବେଳକୁ ଫେଣ୍ଟିଲା ପରେ ବି ଲହୁଣୀ ବାହାରି ପଡ଼ିଲା କିଛି ଅସୁବିଧା ହେଲା ନାହିଁ ତ ମୁଁ ସେଇଟା ଟିକେ ଟ୍ରାଏ କରୁଥିଲି ତ ତା ଭିତରେ କନେ ତ ହେଇପାରିଲାନି ଚା ହେବା ଭିତରେ ମୁଁ ତାକୁ ରଖିଦେଇକି ଚା ପିଇଥିଲି ଚା ପିଇକି ସେଥିରୁ ଫେଣ୍ଟିକି ଲହୁଣୀ ବାହାର କରିଥିଲି ଲହୁଣୀ ବାହାର କରିଦେଇକି ଆସିକି ମୋ କାମରେ ମୁଁ ନାଗିଯାଇଥିଲି ଯେରକ ସକାଳିଆ କାମ ଗାଈ ଧୋଇଁଥିଲି ଗାଈ ଧୋଇ ସାରିଲା ପରେ ତାପରେ ବାବା କରନା ଗାଈକି ଆଣିକି ଏଠି ବାନ୍ଧି ଦେଇଥିଲେ କାହିଁକିନା ସେଠି କରନା ଥଣ୍ଡା ଲାଗୁଛି ନା ଏଠି ସକାଳ ହେଲା ବେଳକୁ ଖରା ପଡ଼ିଯାଉଛି ସେଇଥିପାଇଁକି ଗାଈକି ଟିକେ ଖରାରେ ବାନ୍ଧିଦେଲେ ନା ତାଙ୍କୁ ବି ଟିକେ ଆରାମ ଲାଗିବ ତ ବାବା ଗାଈକି ଆଣିକି ଟିକେ ଖରାରେ ବାନ୍ଧିଦେଲେ ସକାଳ ସକାଳ ଦେଖିପାରୁଥିବେ କି ସୁନ୍ଦର ଟିକେ ଟିକେ କଅଁଳିଆ କଅଁଳିଆ ଖରା ପଡ଼ିଛି ଆଉ ଏପଟରେ ଲାଗିଯାଇଛି ମୁଁ ମୋ କାମରେ ତ ସେଠି ବାବା ଯେରକମ ଗାଈକି ଧିନି ଆସିଲି ମୁଁ କନା ଗୋବର ରଖିଥିଲି ଗୋବର ଯେଉଁ ଥିଲା ତାକୁ ସବୁ ଧିନି ଆସିକି ଘଷି କରିଦେଉଛି ଏବେ ଖରାରେ ତ ସେଇ ଭଲ ଘଷି ଶୁଖୁନାହିଁ 2-3 ଦିନ ଲାଗି ହେଉଛି ଶୁଖିବା ପାଇଁକି ତଥାପି ବି ମୁଁ କନା ଟିକେ ଟିକେ ଘଷି ପକାଇ ଦେଉଛି ମୋ ଉପରେ ସମସ୍ତେ ରାଗୁଛନ୍ତି କାହିଁକି ଘଷି ପକାଉଛି ବୋଲିକି କହୁଛନ୍ତି ଜାଳ ତ ଅଛି ଆଉ କିଛି ମାନେ ସେତିକି ଜାଳ ଜଳେଇ ସାରିଲା ପରେ ତାପରେ ଯାଇ ଯାହା କରିବା କିନ୍ତୁ ମୋ ମନ ମାନୁନି ମୁଁ ତାକୁ ଆଣିକି ଘଷି ପକାଇ ଦେଉଛି ତ ଏଠି ଘଷି ପକାଇ ଦେଇଥିଲି ମୋ କାମରେ ମୁଁ ଲାଗି ଯାଇଥିଲି ତାପରେ ଯାଇକି ଚୁଲି ପାଖରେ ଯେରକମ ଖରକା ଫୁରକା କରିକି ଗାଈ ପାଖରେ ଯେରକମ ସବୁଦିନିଆ ମୋର ଯେରକମ କାମ ଚାଲେ ସେଇ ରକମ ମୋର କାମ ଚାଲିଥିଲା ତ ଶୀତ ହଉ କି ବର୍ଷା ହଉ କି ଖରା ହଉ ଯାହା ହଉ ଆମ କାମ ତ କେବେ ତ ସରିବନି କାମ ଆରମ୍ଭ ହବ ମାନେ ସରିବାର ନାଁ ବି ଧରେନି ତାପରେ ଏବେ ଛୋଟ ଦିନ ହେଇଛି ବୋଲିକି ଟିକେ କାମ ଟିକେ ଅଧିକା ମାନେ ଜଣାପଡ଼ୁଛି ଅଧିକା ବୋଲିକି ନହେଲେ କାମ ତ ଠିକ୍ ସେଇ କାମ ଆଉ ଅଲଗା ତ କିଛି କାମ ନାହିଁ ଅଲଗା କାମ ବୋଲିକି ସେଇ ଗଛ ନଗା କାମଟା ଟିକେ ନହେଲେ କାମ ଠିକ୍ ସେଇଆ କିନ୍ତୁ ଛୋଟ ଦିନ ଯୁଗରୁ ଜଣାପଡ଼ୁଛି ଯେ ବେଶୀ କାମ ରକମ ଜଣାପଡ଼ୁଛି ତ କ'ଣ କରିବା ସମୟ ସାଙ୍ଗରେ ତାଳ ଦେଇକି ଚାଲିତେ ହେବ ବର୍ଷା ଦିନର ବର୍ଷାକୁ ବି ସହିତେ ହେବ ଶୀତ ଦିନର ଶୀତକୁ ବି ସହିତେ ହେବ ଖରା ଦିନର ଗରମକୁ ବି ସହିତେ ହେବ ଯେରକମ ଖରା ଦିନର ବଡ଼ ଦିନ ହୁଏ କାହିଁକି ସନ୍ଧ୍ୟା ବାଜୁ ନାହିଁ ଏତେ ଗରମ ହେଉଛି ଆମେ ଯେରକମ କହୁଥାଏ ସେରକମ ଶୀତ ଦିନରେ କନା ଶୀତ ଲାଗୁଛି କାହିଁକି ଦିନଟା ବଡ଼ ହେଉନାହିଁ ଖରା ଟିକେ ପାଇଥାନ୍ତୁ ଏରକମ କେତେ ରକମ ମଣିଷ ମନ ତ ଆଉ କନା କେତେ ରକମ କ'ଣ ଭାବିଦିଏ ତ ସେଠି କନା ଘଷ ତଳା କାମ ମୋର ସରିଗଲା ପରେ ମୁଁ ପଳେଇ ଆସିଥିଲି ଏଠି ଗାଈ ପାଖକୁ ଦେଖିପାରୁଥିବେ ଖରା କେରକମ ପଡ଼ିଛି ଆଉ ଏଇଟା ଖରକା ଫୁରକା କରି ପରିଷ୍କାର କରିଦେଲେ ନା ଅଧଘଣ୍ଟା ବି ଲାଗିବନି ପୁରା ଶୁଖେଇକି ପୁରା ପରିଷ୍କାର ହେଇଯିବ ମାନେ ବହୁତ ସୁନ୍ଦର ହେଇଯିବ ଜଣା ବି ପଡ଼ିବନି ଏଠି କ'ଣ ହେଇଥିଲା ନ ହେଇଥିଲା ବୋଲିକି ତ ପ୍ରଥମେ କନା ଯେତେବେଳେ ସୂର୍ଯ୍ୟ ଉଦୟ ହେଉଛି ଖରା ଆସିକି ଏଇଠି ମାନେ ପଡ଼ିଯାଉଛି ସେଇଥିପାଇଁକି ଭଲ ଲାଗୁଛି
तो ये कम सरी देकी तापर जाइए मुझे गाधुआ पाधुआ कम करमी आज आ बाड़ीघर कम विशेष किसी ना बाबा तो खत आणिकी पकई देइचंती तला बनै देइचंती बाड़ीघर कम विशेष किसी ना आ सकाळ खियापियार वीडियो मु किसी करतिलिनी सकाळ जेरकम समस्ते जेरकम नॉर्मली पखाळ खाइबा कथा आमे समस्ते पखाळ खाइ देइतिले बाबा भी आम सांगरे मिसिकी आज पखाळ खाइ देइतिले कहले करना मु भी टिके पखाळ खाइमी काना पखाळ खाइबा लोक ना सब बेले जलखिया रुटी एरकम खाइला बेलको तांको भी भल लागुनी केते बेले केरकम दीपहरे हो ना सकाळे हो आउ 2-3 दिन थरे नेखा से करना पखाळ भी खाइ दउछि ना मु खियापियार वीडियो किसी करतिलिनी भजा भाजी थिने भजा भाजी के आम समस्ते पखाळ खाइतिले आ पखाळ खियापिया सरियला परे तापर जेरकम सब दिन जेरकम चिराचरित काम सेंतर नागी थिने छुआ दी जन तो जाइथिले स्कूल आ बाबा जाइथिले करना जलखिया किछि थिलानी जेरकम चूड़ा मुढ़ी कि जो संजे बेले पाटर पकेया पई कि चूड़ा भजा सब किछि थिलानी बाबा जाइथिले ताको सब आनिया पई कि आ मु तार किछि वीडियो करि पतिलिनी काना तांको देइथिनी खाइया को समाने खाइथिले समाने खाइ सारला परे मु खाइया को बसतिनी समान तो जाउथिले तांका काम रे सब बाहरी आले मु आ तार किछि वीडियो बनै पारथिलिनी समाने बाहरी गला परे मु निश्चिंत मो जति कि सब काम थिला सब काम सरे कि माने किचन टा जो बागेइथिनी ताको सब बागा बागी करके बासन कुसन सब बाहर करके सेठी घर भितर जो ओइटा बासन थिला ताको सब आनिके रखा रखी करके टियल पाखर सब रखा रखी करथिनी तापरे करना आसिकी हांडी मजा धुआ करके चुली नगे देथिनी आ चुली नगे कि भात बसै सारला बेलको सेपटर बाबा आसिकी पहुँचेइथिले सांगे सांगे निकाल चूड़ा नहीं चूड़ा भजा नहीं काली तो खाली मुढ़ी आन बुढ़िया के सब रंग मंजे पालक धनिया मेथी मेथी कहीं आनलो मेथी साग कुशिला साग तो बाबा जाइथिले जो आनिया पाई कि जो जलखिया जो आनिया पाई जाइथिले सेठी कना थिलानी खाली मुढ़ी थिला चूड़ा थिलानी कि चूड़ा भजा किछि थिलानी तो सेति पाई कि खाली मुढ़ीटा दिनी कि संगे संगे पळे आसिले बेसी समय नागिलानी गाड़ी नै कि जाइथिले तो संगे संगे पळे आसिले आ बाबा आसिला परे कना खाली मुढ़ी दिनी कि आस्तिले आ मु एपटर चाउल धुई कि भात हांडे दे देथिनी सेपटर भात होतो एपटर कना मु मो कामरे नागिथिमी तो बासन भी थिला ता सहित लुगा भी थिला छुआ लुगा भी मड़ाइला बेसी लुगा नुह अल्प लुगा गैलन 2टा सार्ट बाहर कर देला तापरे मो लुगाटा भी मु आज माड़ी देइथिनी सफा करिया पई कि ताकू सब सफा करमी सफा करके धुईकी सुखाई देमी आ तार भितर भात भी हो जाए भात को भी जाइए मो मझिरे मझिरे जाइए देखिके आसे यही रकम एपटे काना भातटा टिके शीघ्र हो ना तो लुगापटा धुआ धुई करके ताकू नहीं सुखेकी सब कम सरैकी आसला बेलू एपटर मोर भात भी हो मुझे आसिकी भात गाड़ी देनी भात गाड़ी देकी तरकारी कर देथिनी तरकारी बेसी किछि करथिलिनी केवल 2टा तरकारी मात्र करथिनी आउ किछि तरकारी करथिनी मते एते मनर पड़नी कोन करथिनी बोली कि हाँ भजा भाजी आउ कौन करथिनी ना माछ थिला माछ झोल कर देथिनी बस संगे संगे रोसई संगे संगे सरीला बेसी समय नागितलानी अमृतभंडा गाजर ताकू आलू एतिकी ही भजा भाजथिनी आ माछ झोल कर देथिनी बस संगे संगे रोसई सरीला आ मु रोसई बासर वीडियो आ किछि करि पाइलिनी खिया पिया सरीला आ माने करि पारिनी कोन सब दिन सही वीडियो कौन करमी माछ तो भजा है कि रहितला खाली सोरिष बेसर देके ताकू टिके करना काना माछ 2 दिन हला आसिक रोइला ना ताकू टिके आंबुल देके आज बनै देथिना एतो सुंदर नागुतला न कहे कथा केना सब बेले मसला दिया तरकारी खाई कि तो बेले अधे आंबुल देके खटा तरकारी खाइला बेलू पाटी की बहुत सुंदर नागुची तो से बहुत सुंदर है आ मु जानी शुणिकी रोसई बासर वीडियो किसी करथिलिनी कौन से सबुदिन से रोसई आज तो किसी स्पेशल नाला से मुझे रोसई बासर वीडियो किसी करथिलिनी भात गाड़ी तो रखीदेनी तापर भजा भात देथिनी आ मसला कर देकी शिल आज शिଳରେ मसला बाटिथिनी कहीं सोरिष बेसर जेहेतु दौजी आ बहुत थर भी मु परीक्षा करके देखिली शिलर बाटिकी मसलाटा जो तरकार रंधा हुए से तरकारीटार स्वाद माने पूरा द्विगुणा बढ़ी जाए जेटा कि ग्राइंडर बाटिकी देने ता स्वाद पाखरे किछि भी नुहे शिल बटा मसला एते सुंदर स्वाद नागे मुझे करना ये ही सब रकम सब रेडी कर देकी तापर तरकारी करथिनी जोथि कि मोर शीघ्र होइतिला भातटा तो शीघ्र होइला तरकारी भी मोर शीघ्र होइतिला तो बाबा भी कहते कि ना भोक नागिलानी बोलिकी कहीं बहुत दिन पर से आज पखाड़ खाइतिले ना अल्प गंडे पखाड़ खाइतिले
ତ ସେଇଥିପାଇଁ ବାବା କହିଲେ ଶୀଘ୍ର ଟିକେ ରୋଷେଇ କରିଦିଅ, ମୋତେ ବି ଟିକେ ଭୋକ ଲାଗିଲାଣି। ତ ସେଇଥିପାଇଁ ମୁଁ ଆଉ ତାର ରୋଷେଇରେ କିଛି ଭିଡ଼ିଓ ବନେଇଥିଲିନି। ମସଲା ବାଟିକି ସବୁ ରେଡ଼ି କରିକି ଚୁଲି ପାଖରେ ବସିଗନି, ଦେ ରୋଷେଇ କାମ ସରେଇଦେନି। ତ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ଆଉ କଣ ନା ସ୍ନେହଲତା ଦିଦି ଲେଖିଛନ୍ତି ଶୀତୁଆ ସକାଳର ସୁନ୍ଦର ଭିଡ଼ିଓକୁ ମୋର ବହୁତ ସାରା ଭଲ ପାଇବା। ତ ଦିଦି ଆପଣଙ୍କୁ ବି ମୋ ତରଫରୁ ବହୁତ ସାରା ଭଲ ପାଇବା, କାହିଁକି ନା ଆପଣ ମୋ ଭିଡ଼ିଓ ଦେଖିକି ଭିଡ଼ିଓରେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖୁଛନ୍ତି, ଯେଉଁଥିପାଇଁ କି ଆପଣଙ୍କ ଏଇ ରକମ କମେଣ୍ଟ ହିଁ ମୋତେ ବଳ ଯୋଗାଉଛି, ମାନେ ଆସନ୍ତାକାଲି ଆଉ ଗୋଟିଏ ଭଲ ଭିଡ଼ିଓ ଆଣିବା ପାଇଁକି। ସବୁବେଳେ ତ ମୁଁ ଚେଷ୍ଟା କରୁଛି ଭଲ ଭିଡ଼ିଓ ଦେବା ପାଇଁକି, ମୋର କେଇଟି କ'ଣ କମି ରହିଯାଉଛି ସେଟା ତ ମୁଁ ଜାଣିପାରୁନି। ମୁଁ ସେଇଥିପାଇଁକି କହୁଛି ଆପଣମାନେ କମେଣ୍ଟ କରିକି ମୋତେ ଜଣାନ୍ତୁ ଯେ ମୋର କେଉଁଠି କମି ରହିଯାଉଛି ବୋଲିକି, କାହିଁକି ନା ଆଉ ସବୁବେଳେ ମୁଁ ମୋର ବେଷ୍ଟ ଦେବା ପାଇଁ ଚେଷ୍ଟା କରୁଛି। ବେଷ୍ଟ କ'ଣ, ମୁଁ ତ ଯାହା ମୋର ଡେଲି ରୁଟିନ୍ ସେଇଟା ହିଁ ଆପଣଙ୍କ ସାଙ୍ଗରେ ସେୟାର କରୁଛି, ଅଲଗା କିଛି ନୁହେଁ। ନା ଯେ ଦେଖେ ହେବା ପାଇଁକି କିଛି କାମ କରୁଛି, ନା ଅଲଗା କିଛି ସେମିତି କାମ କରୁଛି, କିଛି ନାହିଁ। ଯାହା ମୁଁ ଘରେ ଯାହା ସବୁଥର ମୁଁ କହିଛି, ଯାହା କିଛି ମୁଁ ଘରେ କାମ କରୁଛି ସେଇ ସବୁ ହିଁ ଆପଣଙ୍କ ସାଙ୍ଗରେ ସେୟାର କରୁଛି। ଆପଣଙ୍କୁ କେମିତି ଲାଗୁଛି ସେଟା ତ ମୁଁ କହିପାରିବିନି। ଯଦି ମୋ ଭିଡ଼ିଓ ଭଲ ଲାଗୁଥିବ ତ କମେଣ୍ଟ ନିଶ୍ଚୟ କରିକି ଜଣାନ୍ତୁ ଯେ ମୋ ଭିଡ଼ିଓ କେମିତି ଲାଗୁଛି ବୋଲିକି। ମୁଁ କହୁଥିଲି ନା ଯେ ହେଉଛି ରୋଷେଇବାସର ଭିଡ଼ିଓ କିଛି କରିଥିଲିନି ବୋଲିକି, ତ ପରିବା କାଟିକି ତ ଭଜା ବସେଇଦେନି। ଭଜା ବସେଇ ଦେଇକି ତାପରେ କ'ଣ ନା ସେପଟର ମସଲାକୁ ବାଟି ଆଣିକି ମାଛ ତ ଭଜା ହେଇକି ଥିଲା, ମସଲା ଦେଇକି ଆମ୍ବୁଲ ଦେଇକି ଝୋଳ କରିଦେଇଥିନି। ବାସ୍ ରେଡ଼ି ହେଇଗଲା। ତାପରେ ଖିଆପିଆ କାମ ସରିଗଲା। ମୁଁ ଏବେ କ'ଣ କରୁଛି ନା ଦ୍ୱିପହରେ ଆଉ ବିଲକୁଲ ବି ରେଷ୍ଟ ନେଉନାହିଁ, କାହିଁକିନା ରେଷ୍ଟ ନେଲା ବେଳକୁ ନା ମୋର କାମ ସରୁନାହିଁ। ତ ସେଇଥିପାଇଁକି ମୁଁ କ'ଣ କରୁଛି ନା ଖିଆପିଆ ସରିଗଲା ପରେ ଆସିକି ମୋ କାମରେ ନାଗିଯାଉଛି। ଯେରକମ ଯେତେ କଷ୍ଟ ହଉ ପଛେ, ମୋତେ ତ ଖାଇସାରିଲା ପରେ ଦ୍ୱିପହରେ ବାସନ ଧୋଇବା ପାଇଁ ବିଲକୁଲ ବି ଇଚ୍ଛା ହୁଏ ନାହିଁ, କିନ୍ତୁ କ'ଣ କରିମି ଦିନ ଛୋଟ ହେଇଯିବା ଯୋଗୁରୁ ମୋତେ ଧୋଇବା ପାଇଁକି ପଡ଼ୁଛି। ତ ବାସନ ଧୋଇ ଦେଇଛି ନା, ବାସନ ଧୋଇ ସାରିକି ଆସିକି କରିନା ଗଛ ମେନ୍ ଥିଲା ଆଜି କରିନା ସକାଳେ ଆମେ ଉଠିଲା ବେଳକୁ ଲାଇନ୍ ନଥିଲା। ଯଦି ଲାଇନ୍ ନଥିଲା ତ ଟାଇମ୍ ପାଣି ସେଟା ବି ଆସିଥିଲାନି, ସକାଳେ ଗଛର ପାଣି ଦିଆ ହେଇଥିଲାନି। ଏବେ କ'ଣ ଛୋଟ ଛୋଟ ଗଛ ଲଗା ହେଇଛି ନା, ସେନ୍ତରେ ଯଦି ପାଣି ନ ଦିଆହେବ ତ ଗଛ ଚେର ମାରିପାରିବନି, ଗଛ ମରିଯିବ। ତ ସେଇଥିପାଇଁକି ସକାଳେ ଓଳି ପାଣି ଦିଆ ହେଇଥିଲାନି। ବାବା ବାରମ୍ବାର କହିକି ଯାଇଥିଲେ ଯେ ଗଛରେ କ'ଣ ନା ଅଳ୍ପ ଟିକେ ଟିକେ ହଉ ପଛେ ପାଣି ଦେଇଦେବ, ଯଦି ନହେବ ନା ମୁଁ କାଲି ସକାଳେ ପାଣି ଆସିନେ ପାଇପ୍ରେ ମୁଁ ପାଣି ଦେଇଦେବି ବୋଲିକି। ତ ମୋତେ ବି ଲାଗିଲା ଏତେ ପରିଶ୍ରମ କରିକି ଗଛ ଲଗେଇତେ ଯେହେତୁ ପାଣି ନଦେନେ କ'ଣ ଗଛ କ'ଣ ସେରକମ ମରିଯିବ। ତ ସେଇଥିପାଇଁକି ଏଇଟା ଟିକେ ଅଧିକା କାମ ହେଇଗଲା ବୋଲିକି ତ ମୁଁ ବାସନକୁସନ ସବୁ ଧୁଆଧୁଇ କରିଦେଇଥିନି। କରିଦେଇକି ଆସିକି ଆଗର ଗଛରେ ପାଣି ଦେଇଥିନି। ଯେ 6-7 ବାଲ୍ଟି ପାଣି ଲାଗିଲା ସବୁ ଗଛରେ କରିନା ଅଳ୍ପ ଅଳ୍ପ କରିକି ପାଣି ଦେଇଥିନି, କେବଳ ମାନେ ଖରାରୁ ରକ୍ଷା ପାଇବା ପାଇଁକି। ଆଉ କାଲି ସକାଳେ କରିନା ଲାଇନ୍ ଆସିନେ ଟାଇମ୍ ପାଣି ଆସିବ, ଆସିଲା ପରେ ସେଟା କରିନା ଭଲ ରକମ ଗଛରେ ଦିଆ ହେଇଯିବ। ତ ଗାଈ ବି ଏପର୍ଯ୍ୟନ୍ତ ମୁଁ ଘରକୁ ଆଣିଥିଲିନି, କିଛି କାମ କରିଥିଲିନି, କାଲି ଯାହା ଗଛରେ ଆସିକି ଆଗତୁରିଆ ପାଣି ଦେଇଥିଲି। ଏଇଟା ଥିଲା ମୋ ପାଇଁକି ଆଜି ବହୁତ ବଡ଼ କାମ। ଭାବୁଥିଲି କେତେବେଳେ ଦେମି, କ'ଣ କରିମି, ସନ୍ଧ୍ୟା ବାଜିଯିବ, କ'ଣ କରିବ, ଏଇରକମ ମନକୁ ଖାଲି ଆସୁଥାଏ। ତ ତାପରେ ସେଠି ପାଣି ଦେଇକି ଆସିଲା ପରେ ଗାଈକି ବି ଧିନି ଆସିଥିନି, କାହିଁକିନା ଆସ୍ତେ ଆସ୍ତେ ଦିନ ବି ଯାଉଛି, ଗାଈକି ବି ଶୀତ ଲାଗୁଛି। ଗାଈକି ବି ଧିନି ଆସିଥିନି, ଗାଈକି ଧିନି ଆସିକି ଏଠି ବାନ୍ଧି ଦେଇଥିନି। ବାନ୍ଧି ଦେଇକି ଯାଇଥିନି ଆଉ ଅଲଗା ସବୁ କାମ କରିବା ପାଇଁକି। ସେରକମ ଗଲା ଭିଡ଼ିଓରେ ଡଲି ଦିଦି, ସୁବ୍ରମଣ୍ୟ ଦିଦି, ପୂର୍ଣ୍ଣିମା ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଆଉ ବିଜୟଲକ୍ଷ୍ମୀ ଅପା ଲେଖିଛନ୍ତି କ'ଣ ନା ଯେଉଁଦିନ ମୋ ଭିଡ଼ିଓ ଦେଖିବା ତାଙ୍କୁ ଭଲ ମାନେ ଭିଡ଼ିଓ ସେ ଦେଖିବା ପାଇଁ ସମୟ ପାଆନ୍ତିନି, ସେଦିନ ତାଙ୍କୁ ବହୁତ ଖାଲି ଖାଲି ଲାଗେ। ତ ମୁଁ ଜାଣିଛି ଅପା ମୋତେ ଆପଣ ବହୁତ ସାରା ଭଲ ପାଆନ୍ତି, ଯେଉଁଥିପାଇଁକି ମୋ ଭିଡ଼ିଓକୁ ଅପେକ୍ଷା କରିକି ରହିଥାନ୍ତି। ତ ମୋତେ ଏତେ ସାରା ଭଲ ପାଇବା ଦେଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ତାପରେ କରିନା ମୁଁ ଲୁଗାପଟା ତ ସବୁ ତୁଳିକି ରଖିଦେଇଥିନି। ଆସିନିକିନା ଚାଉଳ ପାଣିଲ ବତୁରେଇ ଦେଇଥିନି। ଏଇଖିନା ଶୀତ ସମୟ ନା, ପିଠା ଖାଇବା ପାଇଁକି ଚକୁଳି ପିଠା ଖାଇବା ପାଇଁକି ଭଲ ଲାଗୁଛି। ତ ବାବା କହିଲେ ଚାଉଳ ପକେଇଦେବ, ଚକୁଳି ପିଠା କରିଦେବା, ଶୀତରେ ପିଠା କ୍ଷୀର ଖାଇବା ପାଇଁକି ଭଲ ଲାଗେ। ତ ସେଇଥିପାଇଁକି ମୁଁ କରିନା ଚାଉଳ ବତୁରେଇ ଦେଇକି ଛାଣିକି ରଖିଥିନି, ତାକୁ କରିନା ଚୁନା କୁଟି ଦେଇଥିନି। ଆଉ ଚୁନା କୁଟି ଦେଇ ସାରିଲା ପରେ ଘରଦ୍ୱାର ଖରିକି ଥିନି, ଗାଈ ଦୁଇଁଥିନି। ଗାଈ ଦୁଇଁ ସାରିଲା ପରେ ତାପରେ କରିନା ଲୁଗାପଟା ଧୋଇକି ସନ୍ଧ୍ୟା ଦେଇଥିନି। ବାସ୍ ଆଜି ଦିନଟି ଏମିତି ଭାବରେ କଟିଗଲା। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ
मो चैनल को सब्सक्राइब करके वीडियो को लाइक टे करदेवे आउ जो माने मो वीडियो देखी कमेंट लिखते आ जो माने कमेंट लिखा भूली जाती समस्त को आउ थे मो तरफ बहुत बहुत धन्यवाद। तो आज रोचे देखा आसंता काली नुआ गोटे फ्रेश ब्लॉग रे से पर्यंत आपण देहर जत्न नियंतु भलरे रुहंतु सुस्थरे रुहंतु ठाकुर पाखरे प्रार्थना करुच्ची। तो आज रोचे बाय बाय जय गुरु।